ପୁଅର ଇଚ୍ଛା ଯେ ଗୋଟେ ଥର ଦହିବରା ଖାଇସାରିଲା ପରେ ଆଉ ଥରେ ଖାଇବା ପାଇଁ, କିନ୍ତୁ ତା ବାପା ତାଙ୍କୁ ସେଠି ମନା କଲେ କି ନାଇଁ ବାପା, ଦହିବରା ଆଉ ଖାନା, ଆମେ ଏଇଖା ଗଲେ ଘରେ ଖାଇବା, ଆଉ ମୋ ପାଖରେ ବି ଆଉ ଏତେ ରେଜା ପଇସା ନାହିଁ, ଖାନା। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ତ ଦେଖୁଥିବେ ତ ଏବେ ପ୍ରବଳ ଶୀତ ଆଜ୍ଞା ହଉଛି। ଆଉ କାଲି ହେଇଥିଲା ବୁଧବାର, ମାନେ ମକର ସଂକ୍ରାନ୍ତି। ତା ପୂର୍ବ ଦିନ ଥିଲା ମଙ୍ଗଳବାର। ତ 2026 ମସିହାରେ ଏମିତି କିଛି ଜିନିଷ ହବ ବୋଲି ମୁଁ କେବେ ଭାବିନଥିଲି। ତ ଏଇ ଜିନିଷ ହେଇଥିବାରୁ ଭଗବାନଙ୍କ ପାଖରେ ମୋର ମାନେ ହଜାରେ ମୁଣ୍ଡିଆ। କାହିଁକି ନା ମଙ୍ଗଳବାର ଦିନ ରାତିରେ ଆମର ସାଙ୍ଗ ଜଣ ମତେ ଫୋନ କଲା 11:30 ଖଣ୍ଡେ ହବ। କହିଲା କାଲି ସକାଳେ ବୁଧବାର ଅଛି, ଆମେ ଯିବା ଟିକେ ଶାଳାଙ୍କ ପାଖକୁ, ଗୋରଖନାଥ ପାଖକୁ। ମୋର ବି ବହୁତ ଇଚ୍ଛା ଥିଲା ଯିବାର, ଯେହେତୁ 2026 ମସିହା ହେଇଲାଣି, ମୁଁ ଯାଇନଥିଲି। ବହୁତ ଇଚ୍ଛା ଥିଲା। ତାପରେ ବି ଦେଖୁଥିଲି ଯେ ସକାଳେ ମୋର ଡ୍ୟୁଟି ଅଛି, ତ ମୁଁ ଯାଇପାରିବିନି। ତାପରେ ସକାଳୁ ମାନେ ହେଲା କଣ ନା, ଭୋରରୁ ଆସିଲା ମୋ କତିକି ଅଫିସରୁ କଲ୍ କି ଆଜି ଅଫ୍ ଅଛି, ତମର ଆସନି। 10:30 ବେଳେ ମୁଁ ଜାଣିଲି କି ଆମେ ମନ୍ଦିରକୁ ଯାଉଛୁ ବୋଲି, ଗୋରଖନାଥ ଶାରଳା ମନ୍ଦିର ଯାଉଛୁ ବୋଲି। ତ ମତେ ବହୁତ ଖୁସି ଲାଗିଲା। ଯାଇଥିଲି, ବୁଲାବୁଲି କଲି, ଦର୍ଶନ କଲି, ଆସିଲି। ଏଇଠି ଗୋଟେ ଜିନିଷଟେ ମୁଁ ବି ସେଠି ଦେଖିଲି, ଗୋରଖନାଥ ପାଖରେ ମାନେ ପୁଅର ବୟସ ପାଖାପାଖି 7-8 ବର୍ଷ ହବ। ବାପା ପୁଅ 2 ଜଣ ଆସିଥିଲେ। ଗୋଟେ ମାନେ ଦହିବରା ଦୋକାନରେ ଦହିବରା ଖାଉଥାନ୍ତି। ପୁଅ ଖାଉଥାଏ, ବାପା ଖାଇଲେନି। ମୁଁ ସେଠି ଠିଆ ହେଲି, ବହୁତ ସମୟ ଅପେକ୍ଷା କରି ଦେଖିଲି ଜିନିଷଟା କି ପୁଅର ଇଚ୍ଛା ଯେ ଗୋଟେ ଥର ଦହିବରା ଖାଇସାରିଲା ପରେ ଆଉ ଥରେ ଖାଇବା ପାଇଁ, କିନ୍ତୁ ତା ବାପା ତାଙ୍କୁ ସେଠି ମନା କଲେ କି ନାଇଁ ବାପା, ଦହିବରା ଆଉ ଖାନା, ଆମେ ଏଇଖା ଗଲେ ଘରେ ଖାଇବା, ଆଉ ମୋ ପାଖରେ ବି ଆଉ ଏତେ ରେଜା ପଇସା ନାହିଁ, ଖାନା। ସେଠି ଗୋଟେ ଜିନିଷ ଆଜ୍ଞା ଦେଖିଲି ମୁଁ କି ଆଜ୍ଞା ପଇସା ପଇସା ଆମେ ସବୁବେଳେ ହଉଛନ୍ତି। ଯେତେ ଯିଏ ରୋଜଗାର କଲେ ସମସ୍ତଙ୍କୁ ଆଜ୍ଞା ନିଅଣ୍ଟ ହୁଏ। କିନ୍ତୁ ସେଇଠି ଗୋଟେ ଜିନିଷ ଦେଖିଲି କି ଆଜିକା ସମୟରେ ବି ଲୋକ ଏମିତି ଅଛନ୍ତି, ମାନେ ପାଖରେ ବି ନିଜ ପାଇଁ ସମର୍ଥ ନାହିଁ କିଛି ଜିନିଷ କିଣିବା ପାଇଁ ବା କିଛି ଖାଇବା ପାଇଁ। ଏଟା ଯଦି ଆପଣମାନଙ୍କୁ ଖରାପ ଲାଗିଥିବ, ନିହାତି ଭାବରେ ମତେ କ୍ଷମା କରିଦେବେ। କାହିଁକି ନା ଏଇ ଜିନିଷଟା ମୁଁ ଦେଖିଲି ମୋ ଆଖି ଆଗରେ, ତ ସେଥିପାଇଁ ମୁଁ ଆପଣଙ୍କ ଆଗରେ କହିବା ପାଇଁ ଚେଷ୍ଟା କଲି। ତ ଏମିତି କିଛି ଜିନିଷ, ଦର୍ଶନ ସରିଲା, ମୁଁ ଫେରିଲି। ଆଉ କଥା ତ କହିଲେ ଆଗକୁ ସେମିତି ଚାଲିବ। ଏତିକି କହିକି ରଖୁଛି। ଜୟ ମା ଶାରଳା।